ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଆଗରେ ଥିବା ଦୁଇଟି ଦୋକାନରୁ ପୃଥକ ପୃଥକ ଭାବରେ ଚୋରି, ଦୁଇ ଅଭିଯୁକ୍ତ ଅଟକ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନାରୁ ପ୍ରାୟ 200 ମିଟର ଆଗରେ ଥିବା ସହରର ବହୁ ପ୍ରତିଷ୍ଠିତ କପଡ଼ା ଦୋକାନ ଓ ସୁନା ଦୋକାନରୁ ଚୋରି କରୁଥିବା ବେଳେ 2 ଜଣ ଅଭିଯୁକ୍ତକୁ ଅଟକ ରଖିଛି ରାମପୁର ପୋଲିସ। ଜଣେ ଫେରାର ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଗତ ମଧ୍ୟରାତ୍ରିରେ ରାମପୁର ବସ୍ତି ରୋଡ ସ୍ଥିତ ଜୟକିଶନ ମେହେର କପଡ଼ା ଦୋକାନ ଓ ସରାଫ ଜୁଏଲାରୀରେ 3 ଜଣ ଦୁର୍ବୃତ୍ତ ମଧ୍ୟରାତ୍ରିରେ ସେଠାରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବାରୁ ଅନ୍ଧାରର ସୁଯୋଗ ନେଇ 3 ଜଣ ଦୁର୍ବୃତ୍ତ ଦୋକାନରୁ ତାଲା ଭାଙ୍ଗି ଚୋରି କରୁଥିବା ବେଳେ ରାମପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ହେବାରୁ ପାଖକୁ ଯାଇ ଉଭୟ 2 ଅଭିଯୁକ୍ତଙ୍କୁ ଧରି ଥାନାକୁ ଆଣିଥିଲା। ଜଣେ ଘଟଣାସ୍ଥଳରୁ ଫେରାର ମାରିଥିଲା। ଧରାପଡ଼ିଥିବା ଅଭିଯୁକ୍ତମାନେ ହେଲେ ରତ୍ନା ରାୟ ବାସ୍କେଲ ଗ୍ରାମର ଓ ଅନ୍ୟ ଜଣେ ମିଲନ ସାହୁ ରାଇଟିକିରା ଗ୍ରାମର ବୋଲି ଜଣାପଡ଼ିଛି। ଆଉ ଅନ୍ୟ ଜଣେ ଫେରାର ମାରିଥିବା ରାମପୁର ପୋଲିସ ଆଜି ଦିନ 11ଟାରେ ସୂଚନା ଦେଇଛି। ଉଭୟ 2 ଅଭିଯୁକ୍ତକୁ ଥାନାରେ ରଖି ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି।